ସମସ୍ତଙ୍କୁ OTT, OSTT, RST, SSB, TGT, OAVS, TGT ଓଡ଼ିଆ ସବୁ ପାଇଁ ଜଣେ ଆମର ନର୍ମାଲ ଓଡ଼ିଆ ଟିଚର ପାଇଁ ଆର୍ଟ୍ସ ଟିଚର ପାଇଁ ବେସିକ୍ ଦରକାର ହେଉଥିବା ଗୋଟେ ଗ୍ରାମାର ଟପିକ୍ ସନ୍ଧି ଉପରେ କ୍ୱିକଲି ଆଉ ସର୍ଟଲି ଆଲୋଚନା କରିବା ବୁଝିବା ସନ୍ଧି କ'ଣ ବହୁତ ଇମ୍ପୋର୍ଟାଣ୍ଟ ଆକ୍ଚୁଆଲି ସନ୍ଧି ରାଇଟ୍ ସନ୍ଧି ଜାଣିବା ବହୁତ ଇମ୍ପୋର୍ଟାଣ୍ଟ ତ ଚାଲନ୍ତୁ ଆଲୋଚନା କରିବା ଆଜିର ବିଷୟବସ୍ତୁ ସନ୍ଧି ଓକେ ସନ୍ଧି କ'ଣ ସନ୍ଧି କେତେ ପ୍ରକାର ଦେଖନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଉଛି ଆପଣ ଯେଉଁ ଏକ୍ଜାମ ପାଇଁ ପ୍ରିପେୟାର ହେଉଛନ୍ତି ତାର ଦୁଇଟା ପାର୍ଟ ରହିବ ଗୋଟେ ହେଲା ଆପଣଙ୍କର ସବଜେକ୍ଟିଭ ଯେଉଁଟାକି ଆପଣଙ୍କର କନସେପ୍ଟ କ୍ଲିଅର ହେବା ଦରକାର କନସେପ୍ଟ ଦ୍ୱିତୀୟ ହେଉଛି ଆପଣ ଅନେକ ଗୁଡ଼ିଏ MCQ ପଢ଼ିବା ପ୍ରାକ୍ଟିସ କରିବା ଭିଡ଼ିଓ ଦେଖିବା ଦରକାର ତେଣୁ ଯଦି ଆପଣଙ୍କର କନସେପ୍ଟ କ୍ଲିଅର ନାହିଁ ତାହେଲେ ୟାର କିଛି ମୂଲ୍ୟ ନାହିଁ ବହୁତ ଜଣ ଆମେ ଦେଖିଛେ ଯେଉଁମାନେ କି ଟିଚର ଆସ୍ପାରାଣ୍ଟ ମାନେ ଓନ୍ଲି ଫୋକସ୍ କରୁଛନ୍ତି MCQ ଡିସ୍କସନ୍ MCQର ୟୁଟ୍ୟୁବ ଚ୍ୟାନେଲ ଗୁଡ଼ାକ ଦେଖିବା ସବଜେକ୍ଟିଭ କଣ୍ଟେଣ୍ଟ ଉପରେ ଫୋକସ୍ କରୁନାହାନ୍ତି ତ ଡେଫିନେଟଲି ଆପଣଙ୍କୁ କହିଲି ନିହାତି ସମସ୍ତେ କ'ଣ କରିବେ ସବଜେକ୍ଟ ଉପରେ ନିହାତି ଟିକେ ଫୋକସ୍ କରନ୍ତୁ ଚାଲନ୍ତୁ ସନ୍ଧି ଓକେ ଏ ଦେଖୁଥିବେ ହିମାଳୟ ଗୋଟେ ଶବ୍ଦ ଦେଖିଲେ ବ୍ରହ୍ମର୍ଷି ଗୋଟେ ଶବ୍ଦ ଦେଖିଲେ ଦେବର୍ଷି ଗୋଟେ ଶବ୍ଦ ଦେଖିଲେ ସଦାଚାର ଜଗଦୀଶ୍ୱର ନିର୍ଗତ ଜଗଜ୍ଜନ ନିରନ୍ତର ଏମିତି ଅନେକ ଗୁଡ଼ିଏ ଶବ୍ଦ ଆମେ ଏଠି ଦେଖିବାକୁ ପାଇଲେ ଓକେ ତ ଯେଉଁଗୁଡ଼ା କେମିତି ଦେଖିଲେ ଦୁଇଟା ଶବ୍ଦ ମିଶିକି ହେଇଛି ହିମ ଆଳୟ ମିଶିକି ହେଲା ହିମାଳୟ ଦେବ ଋଷି ଦେବର୍ଷି ଜଗତ ଈଶ୍ୱର ଜଗଦୀଶ୍ୱର ଜଗଜ୍ଜନ ଜଗଜ୍ଜନ ବ୍ରହ୍ମ ଋଷି ବ୍ରହ୍ମର୍ଷି ସତ୍ ଆଚାର ସଦାଚାର ନିଗତ ନିର୍ଗତ ନିଅନ୍ତର ନିରନ୍ତର ଏମିତି ଦୁଇଟା ଶବ୍ଦର ସଂଯୋଗରେ ସୃଷ୍ଟି ହେଇଛି ଗୋଟେ ଶବ୍ଦ ତାହା ଆମେ ଦେଖିଲେ ରାଇଟ୍ ଏଇଠି ଏଇସବୁ ଗୁଡ଼ାକୁ ଲକ୍ଷ୍ୟ କଲେ ଆମେ ଜାଣିବା ଯେ ଦୁଇଟା ଶବ୍ଦର ମିଳନ ହେଇଛି ଓକେ ପୂର୍ବ ଶବ୍ଦର ଶେଷ ବର୍ଣ୍ଣ ଆଉ ପର ଶବ୍ଦର ପ୍ରଥମ ବର୍ଣ୍ଣ ଏଇଟା ହେଉଛି ମନେକର ନମା ନିର୍ଗତର ପୂର୍ବ ଶବ୍ଦ ହେଉଛି ନି ପର ଶବ୍ଦ ହେଉଛି ଗତ ଓକେ ୱାର୍ଡରେ ବୁଝିବେ ପୂର୍ବ ଆଉ ପର ଦୁଇଟା ଇମ୍ପୋର୍ଟାଣ୍ଟ ଜିନିଷ ଓକେ ତାହେଲେ ପୂର୍ବ ଶବ୍ଦର ଓକେ ତାର ସଂଜ୍ଞାଟା ଆମେ ଦେଖିପାରିବା ଓକେ ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବର୍ଣ୍ଣ ଓ ପରପଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି କୁହାଯାଏ ତାମାନେ ଦୁଇଟା ଶବ୍ଦ ଯୋଗ ହେଇଥିବ କିନ୍ତୁ ପ୍ରଥମର ପୂର୍ବ ପଦ ଏବଂ ଦ୍ୱିତୀୟର ପରପଦର ମିଳନ ହେଇଥିବ ସେ କେସରେ ଆମେ ତାକୁ କହିବା ସନ୍ଧି ଯେମିତି ହିମ ଆଳୟ ଓକେ ହିମ ଆଉ ଆଳୟ ଦୁଇଟା ଶବ୍ଦ କିନ୍ତୁ ମ ସହିତ ଆ ଯୁକ୍ତ ହେଇଯାଇଛି ହିମା ହେଇଯାଇଛି ମ ଯୁକ୍ତ ଆ ଯୁକ୍ତି କ'ଣ ହେଇଛି ମା ହେଇଯାଇଛି ବାକି ହି ଲୟ ଅଛି ତ ହିମାଳୟ ହେଇଯାଇଛି ବୁଝିଲା ଇଏ ହେଉଛି ବେସିକ୍ କନସେପ୍ଟ ଆମର ସନ୍ଧିର ବୁଝିଲେ ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ପଦ ପରପଦର ପ୍ରଥମ ବର୍ଣ୍ଣର ମିଳନକୁ ପୂର୍ବ ପଦର ଶେଷ ବର୍ଣ୍ଣ ପରପଦର ପ୍ରଥମ ମିଳନକୁ ଆମେ ସନ୍ଧି କହୁଛେ ସନ୍ଧି ମୁଖ୍ୟତଃ ତିନି ପ୍ରକାର ରୁହେ ଗୋଟେ ହେଉଛି ସ୍ୱର ଗୋଟେ ହେଉଛି ବ୍ୟଞ୍ଜନ ଗୋଟେ ହେଉଛି ବିସର୍ଗ ତିନିଟାକ ସନ୍ଧି ବିଷୟରେ ପ୍ରଶ୍ନ ଆସେ ସ୍ୱର ସନ୍ଧି ହଉ ବ୍ୟଞ୍ଜନ ହଉ ବିସର୍ଗ ହଉ ଆପଣଙ୍କୁ ସନ୍ଧିର ଯେତିକି ସୂତ୍ର ତାକୁ ମନେ ରଖିବାକୁ ପଡ଼ିବ ଯଦି ଆମେ ସୂତ୍ର ମନେ ରଖିବାନି ତାହେଲେ ସନ୍ଧିକୁ ଜାଣିବା କଷ୍ଟ ହେବ ଚାଲନ୍ତୁ ସୂତ୍ର ଗୁଡ଼ା ପ୍ରଥମେ ଜାଣିବା ଓକେ ଏଇ ଯେଉଁ ବହି ମୁଁ ଆପଣଙ୍କୁ ଦେଖାଉଛି ଏଇଟା ଆପଣ ହାଇସ୍କୁଲ ବହି ଫଲୋ କରିପାରିବେ ନବମ ଦଶମ ଯେକୌଣସି କ୍ଲାସରେ ସନ୍ଧି ଅଛି ତାକୁ ଫଲୋ କରିପାରିବେ ସେଇଥିରୁ ହିଁ କୋଶ୍ଚିନ୍ ଆସେ ଓକେ ଦେଖନ୍ତୁ ଏଠି ଗୋଟେ ଉଦାହରଣ ଦେଇଛି କମ୍ବଳାସନ ରବୀନ୍ଦ୍ର ଓକେ କମ୍ବଳ ସହିତ ଆସନ ମିଶିଲା କମ୍ବଳାସନ ରବି ସହିତ ଇନ୍ଦ୍ର ମିଶିଲା ରବୀନ୍ଦ୍ର ହେଲା ରାଇଟ୍ ଦେଖନ୍ତୁ ତାର ଏଇଠି ସୂତ୍ର ଉପରକୁ ଆଉ ଟିକେ ଯିବା ଦେଖନ୍ତୁ ରବୀନ୍ଦ୍ର ଓକେ କମ୍ବଳାସନ ତାର କିଛି ନିର୍ଦ୍ଦିଷ୍ଟ ନିୟମ ଅଛି ସେ ନିୟମକୁ ଆମେ ପାଡ଼ିବା ଓକେ ଦେଖନ୍ତୁ ସ୍ୱର ସନ୍ଧି କ'ଣ ହେଲା ଏଇଠି ଆମେ ଯେ ସ୍ୱର ସନ୍ଧି ଆଲୋଚନା କରୁଛେ ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷରେ ଯଦି ସ୍ୱର ବର୍ଣ୍ଣ ହେଇଥିବ ଯେମିତି ଆମେ ଏଠି ଦେଖିଲେ ରବି
ପ୍ଲସ୍ ଇନ୍ଦ୍ର ତାମାନେ ଏଠି ବି କଣ ଶୁଭୁଛି ଇ ଶୁଭୁଛି ଏଠି ମଧ୍ୟ ଇନ୍ଦ୍ର ଇ ଶୁଭୁଛି ତ ଇ ସହିତ ଇ ଯୋଗ ହେଇଛି ତ ସ୍ୱର ବର୍ଣ୍ଣ ଥିବ ଏଠି ସେଠି ଥିବ ସ୍ୱର ବର୍ଣ୍ଣ ତାମାନେ ପୂର୍ବ ପଦର ଶେଷଟା ଥିବ ସ୍ୱର ବର୍ଣ୍ଣ ପର ପଦର ଶେଷଟା ଥିବ ସ୍ୱର ବର୍ଣ୍ଣ ତାହେଲେ ସେଠି ମିଳନ ହେଇକି ଯୋଉ ସନ୍ଧି ହବ ତାକୁ କୁହାଯିବ ସ୍ୱର ସନ୍ଧି ମନେ ରଖନ୍ତୁ ରାଇଟ୍ ଏଇ ହଉଛି ସିମ୍ପଲ ସ୍ୱର ସନ୍ଧି ପୂର୍ବ ପଦର ଶେଷ ବର୍ଣ୍ଣଟା ସ୍ୱରବର୍ଣ୍ଣ ସବୁ ଥିବ ଆଉ ପର ପଦ ବି ସ୍ୱରବର୍ଣ୍ଣ ଥିବ ତା ପାଇଁ କିଛି ନିର୍ଦ୍ଦିଷ୍ଟ ସୂତ୍ର ଅଛି ଆଉ ନିୟମ ଅଛି ଓକେ ଦେଖନ୍ତୁ ଏଠି ଗୋଟେ ହେଲା ଅ ସହିତ ଅ ମିଶିଲେ ଆ ହବ ଦେବ ଅଶୁଭିଲା ଅସୁର ଆ ହେଇଗଲା ଦେବା ଶ୍ଵେତ ଅମ୍ବର ଶ୍ଵେତାମ୍ବର ହେଇଗଲା ଆ ହେଇଗଲା ତାମାନେ ଅ ସହିତ ଅ ଯୁକ୍ତ ହେଲା ହବ କଣ ଆମେ ଜାଣିଲେ ଏଇଠୁ ଦ୍ୱିତୀୟରେ ଆଉ ଗୋଟେ ନିୟମ କୁହାଗଲା ଅ ସହିତ ଆ ମିଶିଲେ ବି ଆ ହବ ତାହେଲେ ଅ ମିଶିଲେ ଆ ହଉଛି ଆ ମିଶିଲେ ବି ଆ ହଉଛି ସେଇଭଳି ତୃତୀୟରେ ଆ ସହିତ ଅ ମିଶିଲେ ବି ଆ ହେଉଛି ଏବଂ ଚତୁର୍ଥରେ ଆ ସହିତ ଆ ମିଶିଲେ ମଧ୍ୟ ଆ ହଉଛି ଆ ଯୁକ୍ତ ଆ ହେଲା ଶୁଣା ତାହେଲେ ସିମ୍ପଲ ଆମେ ଏଥିରୁ ଏଇଆ ଜାଣିପାରିଲେ ଅ ବା ଆ ପରେ ଅ ବା ଆ ଥିଲେ ଉଭୟ ମିଶିକି ରେଜଲ୍ଟ କଣ ଦଉଛନ୍ତି ଆ ଏତିକି ନିୟମ ମନେ ରଖିବାକୁ ପଡିବ ଏଇ ହେଲା ଆପଣଙ୍କର ନିୟମ ଏ ସେମ୍ ଜିନିଷ ଏଇଟାକୁ ମୁଁ କହିଲି ଅ ବା ଆ ପରେ ଅ ବା ଆ ଥିଲେ ଦୁହେଁ ମିଶିକି ଆ ହୁଅନ୍ତି ଏ ଆ କାରଟା ପରବର୍ଣ୍ଣ ନୁହଁ ଓକେ ପୂର୍ବ ବର୍ଣ୍ଣର ସହିତ ସଂଯୁକ୍ତ ହେଇଯାଏ ଯେମିତି ବିଦ୍ୟା ଆ ଶୁଭିଲା ଆଳୟ ଏଠି ବିଦ୍ୟା ପାଖରେ ଲାଗିଲା ସୁଧା ଆକର ସୁଧାକର ହେଇଗଲା ବୁଝିପାରିଲେ ଚିତା ଅନଳ ଚିତାନଳ ଉଚ୍ଚ ଆସନ ଉଚ୍ଚାସନ ବୁଝିଲା ଅ ବା ପରେ ଅ ବା ଥିଲେ ଉଭୟ ମିଶି ଆ ହୁଅନ୍ତି ଏବେ ଆ କାରଟା ପୂର୍ବ ବର୍ଣ୍ଣ ସହିତ ସଂଯୁକ୍ତ ହେଇଯାଏ ଏ ପୂର୍ବ ବର୍ଣ୍ଣ ସହିତ ସଂଯୁକ୍ତ ହେଇଯାଏ ଇଏ ହେଲା ପ୍ରଥମ ସୂତ୍ର ଦ୍ୱିତୀୟ ସୂତ୍ର ସେମିତି ଦେଖିବେ ଦ୍ୱିତୀୟ ସୂତ୍ର ଦେଇଛି ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଉଭୟ ମିଶିକି ଦୀର୍ଘଇ ହୁଅନ୍ତି ଆଉ ଦୀର୍ଘଟି ପୂର୍ବ ବର୍ଣ୍ଣ ଯୁକ୍ତ ହୁଏ ଦେଖ ମହି ଇନ୍ଦ୍ର ମହିନ୍ଦ୍ର ଏଠି ଦୀର୍ଘଇ ଥିଲା ଏଠି ହର୍ଷଇ ଥିଲା ଉଭୟ ମିଶି ଦୀର୍ଘ ହେଇଗଲେ ହର୍ଷଇ ଦେଖ ମହି ଯୁକ୍ତ ଈଶ୍ୱର ଓକେ ଦୀର୍ଘଇ ସହିତ ଦୀର୍ଘଇ ଥିଲେ ସେଇ ଦୀର୍ଘଇ ହେଲା ବୁଝିଲା ଏଠି ଦେଖନ୍ତୁ ହର୍ଷଇ ସହିତ ଦୀର୍ଘଇ ଥିଲା ହର୍ଷଇ ସହିତ ଦୀର୍ଘଇ ହେଲା ଦୀର୍ଘଇ ହର୍ଷଇ ସହିତ ହର୍ଷଇ ହେଲା ହର୍ଷଇ ଅତୀବ ଅତୀବ ମୁନୀଶ୍ୱର ମୁନୀଶ୍ୱର ସେମ୍ ସେଇ ନିୟମ ଫଲୋ ହେଲା କଣ ନିୟମ ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଉଲୋ ମିଶି ଦୀର୍ଘଇ ହୁଅନ୍ତି ଦୀର୍ଘଟି ପୂର୍ବ ବର୍ଣ୍ଣରେ ଯୁକ୍ତ ହେଇଯାଏ ତାପରେ ପରବର୍ତ୍ତୀ ନିୟମ କଣ ସୂତ୍ର ହର୍ଷ ବା ଦୀର୍ଘ ପରେ ହର୍ଷ ବା ଦୀର୍ଘ ଥିଲେ ଉଭୟ ମିଶି ଦୀର୍ଘ ହୁଅନ୍ତି ଆଉ ଏଇଟା ପୂର୍ବ ବର୍ଣ୍ଣରେ ଦୀର୍ଘ ହେଇକି ଯୁକ୍ତ ହେଇଯାଏ ଦେଖ ସିନ୍ଧୁ ଉର୍ମି ଆସେ ପରୀକ୍ଷାରେ ଏଟା ସିନ୍ଧୁ ଉର୍ମି ଲଘୁ ଉର୍ମି ଲଘୁ ଉର୍ମି ବଧୁ ଉକ୍ତି ବଧୁ ଉକ୍ତି ସାଧୁ ଉପଦେଶ ବୁଝିଲା ତାପରେ ଆସିବା ନେକ୍ସଟ ସୂତ୍ର ଆମର ଏଇଠି ଅ ବା ଆ ପରେ ହର୍ଷ ବା ଦୀର୍ଘ ହେଇଥିଲେ ଦୂର ମିଶିକି ଏ ହୁଅନ୍ତି ଆଉ ଏ ଧ୍ୱନିଟି ପୂର୍ବ ବର୍ଣ୍ଣରେ ଯୋଗ ହୁଏ ରମା ଈଶ ରମେଶ ହେଇଗଲା ମହା ଇନ୍ଦ୍ର ମହେନ୍ଦ୍ର ହେଇଗଲା ମହା ଏଠି କଣ ଶୁଭିଲା ଆ ଇନ୍ଦ୍ର ଇ ତାହେଲେ ଆ ସହିତ ଇ ମିଶିଲା ତାହେଲେ ମିଶି କଣ ହବ ଆ କଟିଯିବ ଇ କଟିଯିବ ଏଠି ଲାଗିଯିବ ମହେନ୍ଦ୍ର ବୁଝିଲା ତାପରେ ଆସିବା ତାପରେ ସୂତ୍ର ଅ ବା ପରେ ହର୍ଷ ବା ଦୀର୍ଘ ଥିଲେ ସେଠି କଣ ହବ ଉଭୟ ମିଶିକି ଓ ହବ ରାଇଟ ଲମ୍ବ ଉଦର ଲମ୍ବୋଦର ମହା ଉଦଧି ମହୋଦଧି ଗଙ୍ଗା ଉଦକ ଗଙ୍ଗୋଦକ ଏଇଟା ପ୍ରଶ୍ନ ପରୀକ୍ଷାରେ ଆସିଥିଲା ଗଙ୍ଗା ଉଦକ ଗଙ୍ଗୋଦକ ରାଇଟ ଚଳ ଉର୍ମି ଚଳ ଉର୍ମି ଏଇ ଟାଇପର ଆମକୁ କରିବାକୁ ପଡିବ ରାଇଟ ଆସିବ ପରବର୍ତ୍ତୀ ସ୍ୱର ସନ୍ଧି ଆମେ ଆଲୋଚନା କରୁଛେ ଓକେ ଆଉ ଗୋଟେ ସୂତ୍ର
ଅ ବା ଆ ପରେ ରୁ ଥିଲେ ଉଭୟ ମିଶି ଅ ରୁହନ୍ତି ଆଉ ଅଟା ପୂର୍ବ ବର୍ଣ୍ଣରେ ରେଫ ହୋଇକି ଲାଗିଯାଏ। ଦେଖ ରାଜା ଋଷି, ରାଜା ଆ ଶୁଭିଲା, ଋଷି ରୁ ରହିଲା, ତ ଏଇଟା କଣ ହବ ରାଜର୍ଷି। ଓକେ, ଅରଟା ଅପୂର୍ବ ବର୍ଣ୍ଣରେ ରେଫ ହୋଇକି ପର ବର୍ଣ୍ଣ ଯୁକ୍ତ ହବ। ଅରଟା ଅପୂର୍ବ ବର୍ଣ୍ଣରେ କିନ୍ତୁ ଯୋଗ ହବ କୋଉଠି ପର ବର୍ଣ୍ଣରେ ରେଫ ହେଇଯିବ। ସପ୍ତ ଋଷି, ଦେଖ ସ ଉପରେ ଆସିକି ଲାଗିଗଲା ରେଫ। ଦେବ ଋଷି ଦେବର୍ଷି, ବୁଝିଲା। ପରବର୍ତ୍ତୀ ଆସିବା, ପରବର୍ତ୍ତୀ ସୂତ୍ର ଏଠି ଅ ବା ଆ ପରେ ଏ ବା ଐ ଥିଲେ ଉଭୟ ମିଶିକି ଐ ହୁଅନ୍ତି। ଓକେ, ଆଉ ଐକାରଟା ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ମହା ଐଶ୍ୱର୍ଯ୍ୟ ମହେଶ୍ୱର୍ଯ୍ୟ, ତଥା ଏବ ତଥୈବ। ଓକେ, ପୂର୍ବ ବର୍ଣ୍ଣରେ ଯୁକ୍ତ ହବ। ଏଠି ଦେଖନ୍ତୁ ଥ ଉପରେ ଲାଗିଛି ଅତୁଳ ଐଶ୍ୱର୍ଯ୍ୟ ଅତୁଳୈଶ୍ଚର୍ଯ୍ୟ ଳରେ ଯୁକ୍ତ ହେଇଛି ଐକାର। ଓକେ, ଇଏ ଗୋଟେ ସୂତ୍ର ଆମର। ଆସିବା ପରବର୍ତ୍ତୀ, ପରବର୍ତ୍ତୀ ସୂତ୍ର ଦେଖିବା। ଏ ଦେଖନ୍ତୁ ଅ ବା ଆ ପରେ ଓ ବା ଔ ଥିଲେ ବୋଲେ ସେ ଔ ହୁଅନ୍ତି। ଔକାରଟା କୋଉଠି ପୂର୍ବ ବର୍ଣ୍ଣ ଯୁକ୍ତ ହୁଏ। ମହା ଔଷଧି ଔଷଧ ମହୌଷଧ ହ ଉପରେ ଲାଗିଲା ଯାଇକି ଔକାର ନାଇଁ। ମହା ଓଜ ମହୋଜ ବନ ଔଷଧି ନ ଉପରେ ଯାଇକି ଔକାର ହେଲା ବନ ଔଷଧି। ଅ ବା ଆ ପରେ ଓ ବା ଔ ଥିଲେ ଉଭୟ ମିଶି କଣ ହେଇଯିବ ଔକାର, ଆଉ ପୂର୍ବ ବର୍ଣ୍ଣରେ ଯାଇକି ଔକାରଟା ଯୁକ୍ତ ହବ। ବୁଝିଲେ ନା। ନେକ୍ସଟ ରହିଲା ଆପଣଙ୍କର ଆଉ ଗୋଟେ ସୂତ୍ର, ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଯଦି ଅଛି ତ ସେ ସ୍ଥାନରେ ୟ ହବ। ଆଉ ୟଟି ପରବର୍ତ୍ତୀ ସ୍ୱର ବର୍ଣ୍ଣ ସହିତ ମିଳିତ ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହବ। ସୂଚି, ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଛାଡିକି ଆଉ ଯାହା ଥିବ ଏଠି ରହିଲେ କଣ ଅଗ୍ର ରହିଲା, ତାହେଲେ କଣ ହବ ଇ ବା ହର୍ଷଇ ବା ଦୀର୍ଘ ସାଙ୍ଗେ ୟ ହେଇଯିବ। ସୂଚି, ସେଇ ଇ ଜାଗାରେ କଣ ହବ ଦୀର୍ଘ ୟ ହେଇଗଲା ସୂଚ୍ୟ। ଆଉ ୟ ପରବର୍ତ୍ତୀ ବର୍ଣ୍ଣ ମିଳିତ ହେଇକି ପୂର୍ବ ବର୍ଣ୍ଣରେ ଯୁକ୍ତ ହବ। ଓକେ, ଅଭିଉଦୟ ଅଭିଉଦୟ ଇତ୍ୟାଦି ଇତ୍ୟାଦି, ବୁଝିଲା। ତ ଏଇ ସୂତ୍ର ସବୁ ଯିଏ ମନେ ରଖିପାରିବ ତାକୁ ସହଜ ହବ କଣ ସନ୍ଧି ବିଚ୍ଛେଦ କରିବା। ଆସିବା ପରବର୍ତ୍ତୀ ସ୍ୱର ସନ୍ଧି, ହର୍ଷ ବା ଦୀର୍ଘ ଉପରେ ହର୍ଷ ବା ଦୀର୍ଘ ବ୍ୟତୀତ ଆଉ ଯଦି କୌଣସି ସ୍ୱରବର୍ଣ୍ଣ ଥିବ ତାହେଲେ ୱ ହେଇଯିବ ସେଠି। ଆଉ ୱ ପରବର୍ତ୍ତୀ ସ୍ୱରବର୍ଣ୍ଣ ସହିତ ମିଳିକି ପୂର୍ବ ବର୍ଣ୍ଣରେ ହିଁ ଯୁକ୍ତ ହବ। ସୁଆଗତ ସ୍ୱାଗତ, ଦେଖ ବଧୁ ଆଦି ବଧୁ ଆଦି, ଅନୁଏଷଣ ଅନୁ ଉ ଶୁଭିଲା, ଏଷଣ ଏ ହେଲା ତାହେଲେ ଓ ହବ ଏଠି କୋଉଠି ନ ପାଖରେ ଓ ଲାଗିବ ଅନ୍ୱେଷଣ। ଅନୁଦୟ ଅନ୍ୱୟ, ବୁଝେ ନା। ତ ଇଏ ହଉଛି ସ୍ୱର ବର୍ଣ୍ଣର ଗୋଟେ ଆଉ ଗୋଟେ ସୂତ୍ର ଆସିବା। ଏ ବା ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏ ସ୍ଥାନରେ ଅୟ ହୁଏ ଆଉ ଐ ସ୍ଥାନରେ ଆୟ ହୁଏ। ନେ ଅନ ନୟନ, ନଈ ଅକ ନାୟକ, ଆୟ ହେଲା ଏଠି, ରାଇଟ, ବୁଝିଲେ ତ। ଏମିତି ସବୁ ଆପଣଙ୍କୁ ସୂତ୍ର ମନେ ରଖିବାର ଅଛି। ନେକ୍ସଟ ଓ ବା ଉପରେ ଓ ବା ଉପରେ ଅନ୍ୟ ସ୍ୱରବର୍ଣ୍ଣ ଥିଲେ ଓ ସ୍ଥାନରେ ଅବ୍ ହୁଏ ଆଉ ଔ ସ୍ଥାନରେ ଆବ୍ ହୁଏ। ଅବ୍ ଓ ଆବ୍ ସହିତ ପରବର୍ତ୍ତୀ ସ୍ୱର ଯୁକ୍ତ ହୁଏ। ଭୋ ଅନ ଭୋ ଅନ କଣ ହବ ଏଠି ଅବ୍ କିମ୍ବା ଆବ୍ ହବ ବବନ ଅବ୍ ହେଇଗଲା ଭବ। ବୋ ଅନ ପବ୍ ହବ ପବନ। ବୋ ଉକ ଭାବୁକ, ବୁଝିଲା। ତ ଏତିକି ଯଦି ସ୍ୱରବର୍ଣ୍ଣର ସୂତ୍ର ମନେ ରଖିଦେଲ ତାହେଲେ ତମକୁ କେହି ଆଉ ହରେଇ ପାରିବେ ନାହିଁ। କୁଇକି ବ୍ୟଞ୍ଜନ ମାନର ଦେଖିବା ନିୟମ ତକ ଏଇ ଦେଖ। ବ୍ୟଞ୍ଜନ ସନ୍ଧି କାହାକୁ କୁହନ୍ତି? ବ୍ୟଞ୍ଜନ ସନ୍ଧି ସ୍ୱର ସନ୍ଧି ସରିଲା। ପରସ୍ପର ସନ୍ନିହିତ, ଦେଖ ପରସ୍ପର ସନ୍ନିହିତ ପୂର୍ବ ପଦର ଶେଷ ବ୍ୟଞ୍ଜନ ମାନ ସହିତ ପରପଦର ପ୍ରଥମ ବ୍ୟଞ୍ଜନ ମାନ ସ୍ୱର ବର୍ଣ୍ଣର ମିଳନକୁ ବ୍ୟଞ୍ଜନ ବା ବ୍ୟଞ୍ଜନ ସରି ବୁଝିଗଲା। ଦେଖ ସ୍ୱର ସନ୍ଧିରେ ଆମେ ଦେଖୁଥିଲେ କଣ ପୂର୍ବପଦ ପରପଦ, ପୂର୍ବପଦର ଶେଷ ପରପଦର ଆରମ୍ଭରେ ସ୍ୱର ବର୍ଣ୍ଣ ରହୁଥିଲା। କିନ୍ତୁ ଏଠି ରହିବ କଣ ପୂର୍ବ ପଦରେ ଶେଷଟା ବ୍ୟଞ୍ଜନ ରହିବ, ଏଇଟା ବ୍ୟଞ୍ଜନ ରହିବ। କିନ୍ତୁ ପରପଦରେ ପ୍ରଥମଟା ସେ ବ୍ୟଞ୍ଜନ ରହିଲେ ବି ଚଳିବ ସ୍ୱର ରହିଲେ ବି ଚଳିବ। ଦେଖ ସଦିଚା ସତ୍
ଇଚ୍ଛା ସତ୍ ହେଲା ଆପଣଙ୍କର ବ୍ୟଞ୍ଜନ କିନ୍ତୁ ଇଚ୍ଛାର ଇ ହଉଛି ସ୍ୱର ବର୍ଣ୍ଣ ତ ପର ପଦଟା ର ଆରମ୍ଭ ସ୍ୱର ରହୁ ବା ବ୍ୟଞ୍ଜନ ରହୁ କିଛି ଅସୁବିଧା ନାହିଁ ବୁଝିଲେ ନା ଚାଲ ଯିବା ନେକ୍ସଟ ସୂତ୍ର ଦେଖିବା ଆରମ୍ଭ କରିବା ଦେଖ ବ୍ୟଞ୍ଜନ ବର୍ଣ୍ଣ ପରେ ସ୍ୱର ବର୍ଣ୍ଣ ବର୍ଗର ତୃତୀୟ ଚତୁର୍ଥ ବର୍ଣ୍ଣ କିମ୍ବା ଜର ଅଳ ବ ହ ଥିଲେ ପୂର୍ବ ପଦ ଶେଷରେ ଥିବା ପ୍ରତି ବର୍ଗର ପ୍ରଥମ ସ୍ଥାନରେ ସେଇ ବର୍ଗର ତୃତୀୟ ବର୍ଣ୍ଣ ହୁଏ ବର୍ଗ ଜାଣିବାକୁ ପଡିବ ଆମର ବର୍ଗ ଅଛି କ ଚ ଟ ତ ପ ପାଞ୍ଚଟା ବର୍ଗ ଅଛି ତ ବ୍ୟଞ୍ଜନ ବର୍ଣ୍ଣ ପରେ ଯଦି ସ୍ୱର ବର୍ଣ୍ଣ ଥିବ ଦେଖ ଦିକ୍ ଅନ୍ତ କଣ ହେଲା ବ୍ୟଞ୍ଜନ ବର୍ଣ୍ଣ କ ସ୍ୱର ବର୍ଣ୍ଣ ଅ ତାହେଲେ କଣ ହବ ବର୍ଗର ତୃତୀୟ କିମ୍ବା ଚତୁର୍ଥ ବର୍ଣ୍ଣ ଜର ଅବ ଥିଲେ ସେଇ ପୂର୍ବ ପଦରେ ଶେଷ ଥିବା ପ୍ରତି ବର୍ଗର ପ୍ରଥମ ସ୍ଥାନରେ ସେଇ ବର୍ଗର ତୃତୀୟ ବର୍ଣ୍ଣ ହବ ହେଲା କ କ ଗ୍ରୁପର ତୃତୀୟ ବର୍ଣ୍ଣ କଣ କ ଖ ଗ ହବ ତ ଦିଗନ୍ତ ତ ତମକୁ ଜାଣିବାକୁ ପଡିବ ପାଞ୍ଚଟା ଗ୍ରୁପ ଜାଣିବାକୁ ପଡିବ କ ଖ ଗ ଘ ଙ ଛ ଛ ଜ ଝ ଞ ଠ ଠ ଡ ଢ ଣ ତ ଥ ଦ ଧ ନ ପ ଫ ବ ମ ଏମିତି ପାଞ୍ଚଟା କଣ ଅଛି ବର୍ଗ ଅଛି ଆମର ତାକୁ ଆମେ କଚଟ ତପ ବୋଲି କହୁ ତେଣୁ ଓଡିଆ ଅନର୍ସ ପିଲା ଟିକେ ଭଲରେ ଜାଣିଥାନ୍ତି ଏଗୁଡାକ ବୁଝୁ ନା ଚାଲ ଏଇଟା ବୁଝିଲା ଦେଖ ବାକ୍ ଇସ କ ଖ ଗ ଆସିବ ତୃତୀୟ ଦିକ୍ ବଳୟ ଗ ଆସି ଦେଖ ଉଥ୍ ତଥ ଦଧ ନ ତଥ ଦଧ ନ ଦେଖ ତଥ ଦ ଉଦ୍ ଆସିଗଲା ଉଦ୍ଗାମ ତୃତୀୟ ସ୍ଥାନଟି ଆସିବ ବୁଝିଲେ ନା ଆସ ପରବର୍ତ୍ତୀ ଦ ବା ଦ ପରେ ଚ ବା ଛ ଥିଲେ ତ ବା ଦ ସ୍ଥାନରେ ଛ ହେଇଯିବ ଛଟା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହେଇଯିବ ଉଚ୍ଚାରଣ ଦ୍ୱିତୀୟ ଛ ହେଲା ଉଚ୍ଚାରଣ ଓକେ ଉଚ୍ଛେଦ ଉଚ୍ଛେଦ ତାହେଲେ ଛ ବା ତ ବା ଦ ପରେ ଦେଖ ଉତ୍ ତ ଥିଲା ରାଇଟ୍ ଦ ପରେ ଯଦି ଛ ବା ଛ ରହିଥିଲା ତ ପରେ ଛ ଥିଲା ତେଣୁ ତା ଜାଗାରେ କଣ ହେଲା ଛ ହେଇଗଲା ବୁଝିଲା ତ ଏଇ ସବୁ ସୂତ୍ର ଯୋଉମାନେ ମନେ ରଖିଦେଲେ ଇଜିଲି ଟିକେ ଅଭ୍ୟାସ କରିଦେଲେ ସୂତ୍ର ମନେ ରଖିକି ଅଭ୍ୟାସ କରିଦେଲେ ଇଜି ହେଇଯାଏ ଆସିବା କୁଇକଲି ଦେଖିବା ତ ବା ଦ ପରେ ଜ ବା ଝ ଥିଲେ ତ ବା ଦ ସ୍ଥାନରେ ଝ ହେଇଯାଏ ଦ୍ୱିତୀୟ ଝ ବୃହତ୍ ଝଟିକା ବୃହତ୍ ଝଟିକା ବିପଦ ଜନକ ବିପଜ୍ଜନକ ଜଗତ ଜନନୀ ଜଗତ ଜନନୀ ଏମିତି ହେଲା ଦେନ୍ ଆଉ ଗୋଟେ ସୂତ୍ର ହେଲା ତ ବା ଦ ପରେ ଡ ଥିଲେ ତ ବା ଦ ସ୍ଥାନରେ ଡ ହୁଏ ଦ୍ୱିତୀୟ ଡ ହେଇଯିବ ନା ଉତ୍ ଡିନ ଉଡ୍ଡୀନ ତତ୍ ଡିଣ୍ଡିମ ତ ଡିଣ୍ଡିମ ଓକେ ତ ଡ ହବ ଦ୍ୱିତୀୟ ଡ ହେଇଯିବ ବୁଝିଲା ତାପରେ ତ ବା ଦ ପରେ ହ ଥିଲେ ଉଭୟ ମିଶି ଧ ହୁଅନ୍ତି ରାଇଟ୍ ଉଦ୍ଧାର ଉଦ୍ଧାର ଦେଖ ଉତ୍ ତ ରହିଲା ତାପରେ ରହିଲା କଣ ହ ରହିଲା ଯଦି ତ ବା ଦ ପରେ ହ ରହୁଥିବ ସେ ମିଶିକି କଣ ହେଇଯିବ ଦ୍ୱିତୀୟ ଧ ହେଇଯିବ ଉତ୍ତତ୍ ହିତ ତଦ୍ଧିତ ରାଇଟ୍ ତାପରେ ନିୟମ ତ ବା ଦ ପରେ ଲ ଥିଲେ ତ ବା ଦ ସ୍ଥାନରେ ଲ ହେଇଯାଏ ତତ୍ ଲକ୍ଷଣ ତଲକ୍ଷଣ ଉତ୍ଲେଖ ଉଲ୍ଲେଖ ଦ୍ୱିତୀୟ ଲ ହେଇଯିବ ଓକେ ଆସିବା ପରବର୍ତ୍ତୀ ନିୟମ ତ ବା ଦ ପରେ ସ ଥିଲେ ତ ବା ଦ ସ୍ଥାନରେ ଛ ହେଇଯାଏ ସ ସ୍ଥାନରେ ଛ ହେଇଯାଏ ଉତ୍ଶୃଙ୍ଖଳ ଉଚ୍ଛୃଙ୍ଖଳ ଉଚ୍ଛ୍ୱାସ ଉଚ୍ଛ୍ୱାସ ବୁଝିଲା ଏ ଗୋଟିଏ ନିୟମ ଆସ ପରବର୍ତ୍ତୀ ନିୟମକୁ ଦେଖ ଏଇଟା ବଢିଆ ନିୟମଟେ ପରପଦର ପ୍ରଥମ ବର୍ଣ୍ଣ ନ ହେଇଥିବ ପରପଦର ପ୍ରଥମ ବର୍ଣ୍ଣ ନ ହେଇଥିବ ପରପଦ ମାନେ ପ୍ରଥମଟା ନୁହଁ ଏ ପଦ ନୁହଁ ଦ୍ୱିତୀୟ ପଦଟା ପରପଦର ପ୍ରଥମ ବର୍ଣ୍ଣ ନ ବା ମ ହେଇଥିବ ପୂର୍ବ ପଦର ଶେଷ ବର୍ଣ୍ଣ ଯେଉଁ ବର୍ଗର ହୋଇଥାଏ ତା ସ୍ଥାନରେ ସେଇ ବର୍ଗର ପଞ୍ଚ ବର୍ଣ୍ଣ ହବ ପୁଣି ସେ କଚଟ ତପ ରାଇଟ୍ ଦେଖ ଜଗତ ନାଥ ତ ବର୍ଗର ଶେଷଟା ହବ ତଥ ଦଧ ନ ପଞ୍ଚ ଜଗନ୍ନାଥ ମୃତ ମୟ ମୃଣମୟ ତ ରହିଲା ତଥ ଦଧଣ ଲାଗିଲା ନ ଚିତ୍ ମୟ ଚିନ୍ମୟ ନ ମନେ ରହିଥା ସେ କଚଟ ତମ ବର୍ଗର ରାଇଟ୍ ଯଦି ନ ମ ଅଛି ପରପଦର ପ୍ରଥମ ବର୍ଣ୍ଣ ପୂର୍ବ ପଦର ଯେଉଁ ବର୍ଣ୍ଣ ଥିବ ତାର ପଞ୍ଚମ ସ୍ଥାନଟି ନିଆଯିବ ଓକେ ପରବର୍ତ୍ତୀ ସୂତ୍ରକୁ ଯିବା ମ ପରେ ଯେଉଁ ବର୍ଗର ବର୍ଣ୍ଣ ଥାଏ ମୋ ସ୍ଥାନରେ ସେଇ ବର୍ଗର ପଞ୍ଚମ ନୁହେଁ ବିକଳ୍ପରେ ମୋ ସ୍ଥାନ ଅନୁସାର ହେଇଯାଏ ଦେଖ ସମ୍ ମୋ ରହିଲା ରାଇଟ୍
ରହିଲା ବାଦ ତାହେଲେ କଣ ହବ ଏଠି ଦେଖ ମ ପରେ ଯେଉଁ ବର୍ଗର ବର୍ଣ୍ଣ ଥିବ ଦେଖ ବ ଥିଲା ଓକେ ସେ ଜାଗାରେ ମ ହେଇଯିବ ଆଉ ଅନୁସାର ହେଇଯିବ ଦେଖ ସମ୍ବାଦ ହେଇଗଲା ଓକେ ମଟା ଅନୁସାର ହେଇଯିବ ସଂଗ୍ରହ ସଂଗ୍ରହ ସମ୍ବଳ ସମ୍ବଳ ବୁଝ ପରବର୍ତ୍ତୀ ନିୟମ ମ ପରେ ଅବର୍ଗ୍ୟ ଥିଲେ ମ ପରେ ଅବର୍ଗ୍ୟ ବର୍ଣ୍ଣ ଥିଲେ ମ ସ୍ଥାନରେ ଅନୁସାର ହେଇଯାଏ ସମ୍ ମ ଥିଲା ଅବର୍ଗ୍ୟ ବର୍ଣ୍ଣ ଥିଲା ଓକେ ଶୋଧନ ସଂଶୋଧନ ଅବର୍ଗ୍ୟ ମାନେ କ ଚ ଟ ତ ପ ତାହେଲେ କ ଠୁ ଆରମ୍ଭ କରିକି ପ ପ ପ ମ କ ଠାରୁ ମ ପରେ ଏମାନେ ସବୁ ବର୍ଗ୍ୟ ତା ବାଦ ଆଉ ସବୁ ଆସୁଛି ଅବର୍ଗ୍ୟ ଓକେ କାରଣ କଚଟ ତପ ଇଏ ଯୋଉ 5 5 25 ଇଏ ମାନେ ହଉଛନ୍ତି ବର୍ଗ୍ୟ ତ ଯଦି ମ ପରେ ଅବର୍ଗ୍ୟ ବର୍ଣ୍ଣ ରହୁଛି ତାହେଲେ ମ ସ୍ଥାନ ଅନୁସାରେ ଯିବ ସଂରକ୍ଷଣ ସଂରକ୍ଷଣ ସଂହତି ସଂହତି ବୁଝିଲା ନିୟମ ଯିଏ ନ ଜାଣିବ ହଇରାଣ ହେଇଯିବ ତାର ଯିବା ସ ପରେ ତ ଥିଲେ ମାନେ ମୂର୍ଧନ୍ୟ ପରେ ତ ଥିଲେ ତ ସ୍ଥାନରେ ଟ ହବ ଆଉ ଥ ଥିଲେ ଥ ଥରେ ଠ ହବ ତାମାନେ ମୂର୍ଧନ୍ୟ ପରେ ଯଦି ଟ ରହୁଛି ଓକେ ସରି ତ ରହୁଛି ତାହେଲେ ଟ ହେଇଯିବ ଥ ରହୁଛି ଠ ହେଇଯିବ ଦେଖ ତୁଷ୍ଟ ତୁଷ୍ଟ ଷଷ୍ଠ ଥ ଷଷ୍ଠ ଓକେ ଟ ହବ କିମ୍ବା ଠ ହେଇଯିବ ଶିଷ୍ଟ ଶିଷ୍ଟ ଓକେ ବେସିକ ରୁଲ ଗୁଡାକ ସନ୍ଧିର ଓକେ ତାପରେ ଆଉ କିଛି ନିୟମ ଅଛି ଦେଖିଦେବା କ୍ୱିକଲି ସମ୍ ଏବଂ ପରି ଉପସର୍ଗ ଯଦି ଲାଗିଥିବ କ୍ରୁ ଧାତୁ ନିଷ୍ପନ୍ନ ହେଇଥିବ ନିଷ୍ପନ୍ନ କୃତି କରଣ କାର ପ୍ରଭୃତି ପଦବୀ ରହିବ ସବର୍ଣ୍ଣର ଆଗମନ ହେବ ଓ ତା ପରବର୍ତ୍ତୀ ବର୍ଣ୍ଣ ସହିତ ଯୁକ୍ତ ହେଇଯିବ ସ୍ଥଳ ବିଶେଷରେ ସତ୍ୱବିଧି ଅନୁଯାୟୀ ମଧ୍ୟ ସରେ ପରିଣତ ହେବ ଦେଖ ସଂସ୍କୃତି ସଂସ୍କୃତି ହେଇଗଲା ଓକେ କୃତି କାର କରଣ ଏଇଭଳି ଲାଗିଥିବ ଦେଖ ପରିକାର ପରିଷ୍କାର ସଂକାର ସଂସ୍କାର କୃତି କାର ଓକେ ଆଉ କରଣ ଏଇଭଳି ପଦ ଯଦି ରହିଥିବ ତାହେଲେ ସର ଆଗମନ ହବ ଓକେ ପରବର୍ତ୍ତୀ ବର୍ଣ୍ଣ ସହିତ ଇଏ ଯୋଗ ହେଇଯିବ ରାଇଟ ତାପରେ ନିୟମ ଦେଖିବା ଦ ଆଉ ଧରହନ୍ତ ପରେ କ ଖ ପ ଫ ସ ଏଇମାନଙ୍କ ମଧ୍ୟରେ କୌଣସି ଗୋଟେ ମନ ରହିଛି ତାହେଲେ ଦ କିମ୍ବା ଧରେ ପରିଣତ ହେଇଯିବ ତରେ ପରିଣତ ହେଇଯିବ ଯୋଉ ଦ ବା ଧ ଥିଲେ ପଳେଇଯିବ ଆପଦ କାଳ ଦ ଧ ହେଇଯିବ ଓକେ ଦ ଧ ପରି ହଳନ୍ତ ଲାଗିଥିବ ତାପରେ ଯଦି କ ଖ ପ ଫ ସ ଆସିଲା ତାହେଲେ ସେଟା ତ ହେଇଯିବ ତତ୍ ପର ଦ ତ ହେଇଗଲା ତତ୍ପର କ୍ଷୁଦ ପିପାସା ଧ ଥିଲା ରାଇଟ ଯେହେତୁ ପ ଲାଗିଗଲା ତେଣୁ କଣ କ୍ଷୁତ ପିପାସା ତ ଲାଗିଯିବ ଓକେ ତାପର ନିୟମ ଛ ପରେ ପୂର୍ବପଦର ଛ ପରେ ଥିଲେ ପୂର୍ବପଦର ଅନ୍ତଃସ୍ଥ ସ୍ୱରବର୍ଣ୍ଣ ପରେ ଚର ଆଗମନ ହୁଏ ଏବଂ ଛ ପରବର୍ତ୍ତୀ ଛ ସହିତ ମିଶି ଦ୍ୱିତୀୟ ସ ହେଇଯାଏ ବି ଛେଦ ଓକେ ଏତିକ ସ୍ୱରବର୍ଣ୍ଣ ଥିଲା ତା ସହିତ ଯୋଗ ହେଲା ଛ ତ ଦ୍ୱିତୀୟ ସ ହେଇଯିବ ବିଚ୍ଛେଦ ଆଚ୍ଛାଦନ ତାପର ନିୟମ ଦେଖିବା ବିସର୍ଗ ସନ୍ଧି ଇଏ ଗଲା ଆମେ ଦେଖିଲେ ଦିଟା ସ୍ୱର ଆଉ ବ୍ୟଞ୍ଜନ ବିସର୍ଗ ସନ୍ଧି ହଉଛି ଟିକେ ଏତେ ଇଜି ମାନେ ଖରାପ ନୁହଁ ସ୍ୱର ବ୍ୟଞ୍ଜନ ସହିତ ଆମକୁ ଏକ୍ସପର୍ଟ ଅଧିକ କରିବାକୁ ପଡିବ ବିସର୍ଗ ସନ୍ଧି କାହାକୁ କହିବା ଦେଖ ସିମ୍ପଲଟା ପୂର୍ବ ପଦ ଶେଷରେ ଥିବା ବିସର୍ଗ ସହିତ ପରପଦର ପ୍ରଥମେ ଥିବା ସ୍ୱର କିମ୍ବା ବ୍ୟଞ୍ଜନରେ ମିଶିଲା ତାହେଲେ ସେଠି ବିସର୍ଗ ହବ ତାହେଲେ ଯୋଉ ବିସର୍ଗ ସନ୍ଧିର ପୂର୍ବ ପଦଟାରେ ଗୋଟେ ବିସର୍ଗ ଚିହ୍ନ ଲାଗିଥିବ ତାପରେ ଯୋଉ ପରପଦ ରହିଲା ତାର ଆରମ୍ଭଟା ସ୍ୱର ହେଇପାରେ ବ୍ୟଞ୍ଜନ ହେଇପାରେ ନଭଶ୍ଚର ରାଇଟ ତାର ସବୁ ବେସିକ ନିୟମ ଦେଖ ଏଟାକୁ ଟିକେ ପ୍ରାକ୍ଟିସ କଲେ ଭଲ ମନ୍ଦ ଶିର ଛେଦ ଓକେ ଏଇଠି ବିସର୍ଗ ସନ୍ଧି ହେଇଛି ଧନୁ ଟଙ୍କାର ଧନୁଷ ଟଙ୍କାର ମନସ୍ତାପ ଏସବୁ କଣ ଏସବୁ ହଉଛି ଆମର ବିସର୍ଗ ସନ୍ଧିର ଉଦାହରଣ ତ ନର୍ମାଲି ଇଏ ଆମେ ପଢିଲେ କଣ କିଛି ସନ୍ଧି ଉପରେ ଯୋଉଥିରେ କି ସ୍ୱର ବ୍ୟଞ୍ଜନ ଆଉ ବିସର୍ଗ କଲେ ବାରମ୍ବାର ପ୍ରାକ୍ଟିସ କରିବା ସୂତ୍ରକୁ ମନେ ରଖିବା ଦ୍ୱାରା ହିଁ ସନ୍ଧିକୁ ଆମେ ମନେ ରଖିପାରିବା ସନ୍ଧିର ଆଉ କିଛି ନାହିଁ ପ୍ରଥମ କଥା ହେଲା ଆପଣଙ୍କୁ ପ୍ରଥମେ ହେଲା କଣ ସବଜେକ୍ଟକୁ କ୍ଲିୟର କରିବାକୁ ପଡିବ ସବଜେକ୍ଟ କନସେପ୍ଟ ପଢିବାକୁ ପଡିବ ସବଜେକ୍ଟକୁ ଦେନ୍ ଏମସିକ୍ୟୁ ପ୍ରାକ୍ଟିସ କଲେ ଯାଇକି ହବ ରାଇଟ ହୋପ ଭଲ ଲାଗିଥିବ ଏତିକି ଜିନିଷ ଯଦି
କାହାକୁ କିଛି ଡାଉଟ୍ ଥାଏ ନିଶ୍ଚୟ କମେଣ୍ଟ ଦ୍ୱାରା ପଚାରି ପାରିବେ। ଥ୍ୟାଙ୍କ ୟୁ ସୋ ମଚ୍। ହାପି ଲର୍ନିଂ ଟୁ ଅଲ୍।